ସୁଭଦ୍ରା ଯୋଜନାକୁ ନେଇକି ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ଆପଣମାନେ ଭିଡ଼ିଓର ଥମ୍ବନେଲ୍ ଦେଖି ମଧ୍ୟ ଜାଣିଥିବେ। 4 ସେପ୍ଟେମ୍ବରରୁ ଆର ଅନଲାଇନ୍ ଡେଟ୍ ଷ୍ଟାର୍ଟ ହେଇଯିବ। ଆଉ ତୁମର ଫାଷ୍ଟ ଇନଷ୍ଟଲମେଣ୍ଟ ସେପ୍ଟେମ୍ବର 17 ରେ ଯେଉଁଟାକି ମୁଁ ଆପଣମାନଙ୍କୁ ମଧ୍ୟ ଅଲରେଡ଼ି ବି ସୁଭଦ୍ରା ଯୋଜନା ବିଷୟରେ ମୁଁ ଅପଡ଼େଟ୍ ଦେଇ ମଧ୍ୟ ଆସିଛି। ସେପ୍ଟେମ୍ବର 17 ଯେଉଁଟାକି ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ରହୁଛି। ଆଶା ଥିଲା କି ସେପ୍ଟେମ୍ବର 17 ରେ ଅନଲାଇନ୍ ଆପ୍ଲାଏ ହେବ, କିନ୍ତୁ 4 ସେପ୍ଟେମ୍ବର ଆର ଅନଲାଇନ୍ ଡେଟ୍ ଆପ୍ଲାଏ ହେବ ଏବଂ ସେପ୍ଟେମ୍ବର 17ରେ ଆପଣଙ୍କର ଫାଷ୍ଟ ଇନଷ୍ଟଲମେଣ୍ଟ ମିଳିଯିବ। ଓକେ, ତ କେମିତି କ'ଣ ଆପ୍ଲାଏ କରିବ? ଫାଷ୍ଟ କରି ୟାର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଲଞ୍ଚ ହେଇଯାଇଛି। ଆପଣମାନେ ସେପ୍ଟେମ୍ବର 4 ଆପ୍ଲାଏ କରିବେ subhadra.odisha.gov.in ରେ ଆପ୍ଲାଏ କରିପାରିବେ। ଫାଷ୍ଟ କରିକି ଆପଣମାନେ ଫର୍ମଟି ଆପଣମାନେ ଜାଣିଥିବେ, ଯେଉଁମାନେ ବି ଫର୍ମଟି ନେଇନାହାନ୍ତି ଅଙ୍ଗନବାଡ଼ି ବ୍ଲକ ତହସିଲ ଆପଣମାନେ ନିହାତି ଭାବରେ ଫର୍ମଟି ଆଣିବେ ଭାରି। ଓକେ, ଅରିଜିନାଲ୍ ଆଧାର କାର୍ଡ଼ ନେଇକି କୌଣସି ଅଙ୍ଗନବାଡ଼ିରେ ଆପଣମାନେ ଫର୍ମଟି ଆଣିକି ଫିଲ୍ଅପ୍ କରିଦେବେ। ଓକେ, ମୁଁ ଅଲରେଡ଼ି ବି ଫର୍ମ କେମିତି କ'ଣ ଫିଲ୍ଅପ୍ କରାଯାଏ ଅଲରେଡ଼ି ମୁଁ ଭିଡ଼ିଓ ମାଧ୍ୟମରେ କହିଦେଇଛି। ଆପଣମାନେ ଚ୍ୟାନେଲ୍ ଭିଜିଟ୍ କରି ମଧ୍ୟ ଭିଡ଼ିଓ ଦେଖିପାରିବେ। ଓକେ, ଆଉ ଫର୍ମରେ ଆପଣମାନେ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର ମୁଁ ତୁମକୁ କହିଥିଲି। ଆଧାରରେ ମୋବାଇଲ୍ ନମ୍ବର ଲିଙ୍କ୍ ଥିବା ଦରକାର, ଆଧାର ସେଡ଼ିଂ ବ୍ୟାଙ୍କ ଥିବା ଦରକାର, ଯେଉଁଟାକି ଆମେ ହେଉଛି DBT, ଏବଂ ଆଧାର କାର୍ଡ଼ ଯେଉଁ ନେମ୍ ଅଛି ଡିଟୋ ପୁରା ସେମ୍ ନେମ୍ ଆପଣଙ୍କର ବ୍ୟାଙ୍କରେ ଥିବା ଦରକାର। ଓକେ, ତ ନିହାତି ଭାବରେ ଆପଣଙ୍କ ପାଖରେ ଯଦି କିଛି ବି କ'ଣ ପ୍ରୋବ୍ଲେମ୍ ରହୁଛି, ଫାଷ୍ଟ କରି ଆପଣମାନେ କରେକ୍ସନ୍ କରିଦିଅନ୍ତୁ। ତାପରେ 4 ତାରିଖରେ ସେପ୍ଟେମ୍ବର 4ରେ ଆପ୍ଲାଏ ହେବ। ଆପଣମାନେ ଆରାମସେ ଆପ୍ଲାଏ କରିବେ, ଟେନସନ୍ କିଛି ଦରକାର ନାହିଁ। 10-12 ଦିନ ସମୟ ଦେବ ଆପ୍ଲାଏ କରିବା ପାଇଁ। ଓକେ, ପାଖାପାଖି 13-14 ଦିନ ଦେବ। ଓକେ, ଟେନସନ୍ କିଛି ଦରକାର ନାହିଁ। ଫାଷ୍ଟ କରି ଆପ୍ଲାଏ ହେଉ। ଆପଣମାନଙ୍କୁ ଯଦି କୌଣସି ଡକ୍ୟୁମେଣ୍ଟରେ କୌଣସି ଏ ଯେଉଁ 3-4ଟା ମୁଁ ତୁମକୁ କହିଲି ଡକ୍ୟୁମେଣ୍ଟରେ ବି କୌଣସି ବି ତୁମର ଭୁଲ ଅଛି, ଆପଣ ନିହାତି ଭାବରେ କରେକ୍ସନ୍ ବହୁତ ଶୀଘ୍ର କରିଦିଅନ୍ତୁ। ଓକେ, ଯାହାଫଳରେ କି ଆପଣମାନଙ୍କୁ କୌଣସି ବି ପ୍ରୋବ୍ଲେମ୍ ରହିବ ନାହିଁ। ତ ଆପଣମାନେ ଜାଣିଲେ କି ଆର ଅଫିସିଆଲ୍ ୱେବସାଇଟ୍ ମଧ୍ୟ ଲଞ୍ଚ ହେଇଗଲାଣି, ଯେଉଁଟାକି subhadra.odisha.gov.in ରେ। ଓ ଆପଣଙ୍କୁ ମୁଁ କହିଲି କ'ଣ ସବୁ ଡକ୍ୟୁମେଣ୍ଟ ଦରକାର ଏବଂ ଆପଣମାନେ କେମିତି କ'ଣ ଫିଲ୍ଅପ୍ କରିବେ ଅଲରେଡ଼ି ପୂର୍ବ ଭିଡ଼ିଓରେ ମଧ୍ୟ କହିଦେଇଛି। ଓକେ, ତ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି ଆଉ ଥରେ। ତ ଆପଣ ଦେଖିପାରୁଥିବେ ଫାଷ୍ଟ କରି ଆଧାର କାର୍ଡ଼ ଅନୁଯାୟୀ ତୁମ ନାମ ଲେଖିବ। ଓକେ, ଇଂଲିଶରେ ଲେଖିବ। ଓକେ, ଆଧାର କାର୍ଡ଼ ନମ୍ବର ଲେଖିବ, ତା ତମ ସ୍ୱାମୀ ଆଉ ପିତାଙ୍କ ଆଧାର ଅନୁଯାୟୀ ଲେଖିବ, ଡେଟ୍ ଅଫ୍ ବାର୍ଥ ଲେଖିବ, ଆଉ ତୁମେ କେଉଁ ବର୍ଗରେ ବିଲଙ୍ଗସ୍ କରୁଛ ଲେଖିବ। ତାପରେ ଆଧାର କାର୍ଡ଼ ମୋବାଇଲ୍ ନମ୍ବର, ଆଧାର କାର୍ଡ଼ ଯେଉଁ ମୋବାଇଲ୍ ନମ୍ବର ଲିଙ୍କ୍ ଅଛି ଏ ଲେଖିବ। ଠିକ୍ ଅଛି, ଆଧାର କାର୍ଡ଼ ଯେଉଁ ମୋବାଇଲ୍ ନମ୍ବର ଅଛି ଲିଙ୍କ୍ ଦେଇଦେବ। ଦେଇସାରିଲା ପରେ ତୁମର ଅଲଗା ମୋବାଇଲ୍ ନମ୍ବର ମଧ୍ୟ ଦେଇଦେବ, ବିକ୍ଳବ ମୋବାଇଲ୍ ନମ୍ବର, ଅଲଗା କୌଣସି ତୁମର କୌଣସି ଫ୍ୟାମିଲିର ମଧ୍ୟ ମୋବାଇଲ୍ ନମ୍ବର ଦେଲେ ଚଳିବ। ତାପରେ ତୁମ ଜିଲ୍ଲା, ଗ୍ରାମ ପଞ୍ଚାୟତ, ବ୍ଲକ, ୱାର୍ଡ଼ ମେମ୍ବର, ଅର୍ବାନ୍ ଲୋକାଲ୍, ସହର ନଗର, ଆଉ ତୁମର ଆଧାର କାର୍ଡ଼ କେଉଁ ବ୍ୟାଙ୍କ ନେମ୍ ଅଛି ସେଇ ବ୍ୟାଙ୍କଟା ଲେଖିଦେବ। ଲେଖି ସାରିଲା ପରେ ଆପଣଙ୍କୁ ତା ବ୍ୟାକ୍ ପେଜ୍ରେ ତୁମକୁ ଏମିତି କିଛି ସବୁତକ ଠିକ୍ ମାରିଦେବ। ଓକେ, ସବୁତକ ଠିକ୍ ମାରି ସାରିଲା ପରେ ଆପଣଙ୍କର ମାନେ ଫର୍ମଟେ ଫିଲ୍ଅପ୍ ହେଇଯିବ। ଫିଲ୍ଅପ୍ ହେଇସାରିଲା ପରେ ଆପଣଙ୍କର ଯେତେବେଳେ ବି ଆପ୍ଲାଏ ହେଇଯିବ 4 ସେପ୍ଟେମ୍ବରରୁ ସେ ଅପଡ଼େଟ୍ ଦେଇଛି ଆପ୍ଲାଏ ହେବ। ଆପ୍ଲାଏ ହେଲେ ମୁଁ ତା ବାବଦରେ ମଧ୍ୟ ଭିଡ଼ିଓ ଅପଲୋଡ଼ କରିଦେବି। ମୋ ସେବା କେନ୍ଦ୍ର ବା ମୋ ସେବାକୁ ଯାଇକି ଆପଣମାନେ ଆପ୍ଲାଏ କରିପାରିବେ। ନିଜେ ହିଁ ତୁମେ ଯାଇକି ଆପ୍ଲାଏ କରିବ। ଯେଉଁ ହେଲା, ଯାହାର ବି ତୁମେ ଯେଉଁଥିରେ ଆପ୍ଲାଏ କରୁଛ କୌଣସି କାହାକୁ ଫର୍ମ ଦେଲେ ସେମାନେ ଆପ୍ଲାଏ କରିପାରିବେନି, କାରଣ ଇକ୍ୱେସ୍ ଦରକାର ହେଉଛି, ଯେଉଁଟାକି ଫିଙ୍ଗର ପ୍ରିଣ୍ଟ ଦରକାର ହେଉଛି ମ୍ୟାଣ୍ଡେଟୋରି। ଆପଣ ଜାଣିଥିବେ ସେପ୍ଟେମ୍ବର 17ରେ ଆର ଫାଷ୍ଟ ଇନଷ୍ଟଲମେଣ୍ଟ ମିଳିବ, ତେଣୁ ବହୁତ ଶୀଘ୍ର ଆପଣମାନଙ୍କୁ ମାନେ ପଇସାଟା ମିଳିବ। ତେଣୁ ଆପଣମାନଙ୍କୁ ଇକ୍ୱେସ୍ ମ୍ୟାଣ୍ଡେଟୋରି ରହୁଛି। ଓକେ, ତ ନିହାତି ଭାବରେ ଆପଣମାନେ ନିଜେ ଯାଇକି ଫାଷ୍ଟ କରି ଆପଣମାନେ ଫର୍ମ ଫିଲ୍ଅପ୍ କରିବେ, ଯାଇକି ଆପ୍ଲାଏ କରିବେ। ଟେନସନ୍ କିଛି ଦରକାର ନାହିଁ। ମୁଁ ତୁମକୁ ସବୁ କିଛି ଡକ୍ୟୁମେଣ୍ଟ ମଧ୍ୟ କହିଥିଲି। ଯଦି ବି କିଛି ଡାଉଟ୍ ରହୁଛି ସୁଭଦ୍ରା ଯୋଜନାକୁ ନେଇକି ନିହାତି ଭାବରେ କମେଣ୍ଟ ବକ୍ସରେ ନିଜର ମତାମତ ଦେଇଦେବେ। ତ ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ। ନିହାତି ଭାବରେ ଏମିତି ଭଲ ଭଲ ରିଲେଟେଡ୍ ଭିଡ଼ିଓ ଦେଖିବା ପାଇଁ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।